ଆଉ ସଜନା ଶାଗ କୋଉଠୁ ଆଣିଲ? କୋଉଠୁ ଆଣିଲ? ସେ ଶାଗ ଦେଇଛି ଡାଳ ଦେଇଛି ବାରିରେ ଲଗେଇଦେବା ଆଉ। ମୋ ବାରିରେ ତ ଲଗେଇଲେ ଜମାରୁ ହଉନି। ମାଟିଟା ଭଲ ନୁହେଁ ତ ଲଗେଇଦେବା। ମାଟି ବି ପକଉନ, ମାଟି ଭଲ ନୁହଁ। ସଜନା ଶାଗ ଯାଉଥିଲେ ଆଜି ତ ସଂକ୍ରାନ୍ତିରେ ଯାହାର ସଂକ୍ରାନ୍ତି ସେ ଖାଇବା ଶାଗ ବାଛିକି ରଖିଦେବି। ସଂକ୍ରାନ୍ତିରେ ଶାଗ ଖାଇବନି କଣ? ସୋମବାର ଥିବ ଦେଖି। ନା ସମୟ ଯେ ସୋମବାର ନେଇ ଭଲ ଅଛି ଘରେ ଶାଗଟା ଭଲ ଅଛି। ଦେଖନ୍ତୁ ଏବେ ବର୍ଷା ଆରମ୍ଭ ହେଇଯାଇଛି। ସେପଟକୁ ବି ଯାଇ ହେବନି। କେମିତି ବର୍ଷା ହେଉଛି ଦେଖନ୍ତୁ କେଡ଼େ ଜୋରେ ବର୍ଷା ହେଉଛି। ସେପଟକୁ ଯାଇ ହେବନି। ଶୁଖୁଆ ଆଣିକି ଆସିଛି। ମୁଁ କହୁଛି କି ଗୋଟେ ଶୁଖୁଆ ବିକୁଛି ନା କ'ଣ? ଶୁଖୁଆ କ'ଣ ବିକା ଆସିଲା କିଣା ହେଲା? କେଉଁ ଶୁଖୁଆ ଇଏ? ଏଇଟା ମୁଁ ଜାଣିନି। ଏଇଟା କିନ୍ତୁ ଚୁଙ୍ଗୁଡ଼ି ମୋ ଆର ପାଇଁ ଏଇଟା ରହିଲା। ଦେଖି ଏଇଟା ଚିଙ୍ଗୁଡ଼ି ଶୁଖୁଆ। ଏଇଟା ମୋର ପାଇଁ ରହିଲା। ଏଇଟା ଗୋଟେ ମାଛଟେ। ମାଛ ଇଏ ମାଛ ନା ଶୁଖୁଆ? ମାଛ ଶୁଖୁଆ। ମାଛ ଶୁଖୁଆ। ଶୁଖୁଆ ଜାଣିପାରୁନି କହୁଛି କ'ଣ ମାଛ ଶୁଖୁଆ। ମାଛ ଶୁଖୁଆ ଧରିକି ଆସିଛି ଆୟୁଷ। ଦେଖି ସେ କେମିତି ହେଇଛି। ଟାଣ 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 ହେଇଛି କେମିତି? ସେ କ'ଣ ଗୋଟେ ଶୁଖୁଆ କୁହନ୍ତି ତାକୁ, କ'ଣ ଗୋଟେ କହନ୍ତି ମୁଁ ଜାଣିନି। ପଥର ମୁଣ୍ଡି ନା ପଥର ମିଳିଛି ସେଇଠି ଏଡ଼େ ବଡ଼ ବଡ଼। ମାଲୋ ସେ ଶୁଖୁଆ ଗୁଡ଼ା ଏଡ଼େ ଜୋରେ ଡାକୁଛନ୍ତି ଯେ ଶୁଗା ଯାଉଛି। ଆଇସ୍ କଷ ଲାଗିଲା। ଆଇସ୍ କେମିତି ଡାକୁଛନ୍ତି ଶୁଖୁଆ ବିକା। ଥୋଇଦିଏ ନେଇକି ଆସେ ରଖିଦିଏ ଘରେ। କେତେ ଥର ଦେଖୁଛି। ହଁ ଖାଇବା ଆସୁନୁ। ଆଇସ୍କୁ ଭୋଗ କଲାଣି ଏତେ ଜୋର। ଶୁଖୁଆ ପୋଡ଼ ପକାଳ ଖାଇବା। ଆସେ ହଁ ଆସେ। ବିରି ଥୁଆ ହେଇଛି ଏଠି। ବିରି କଢ଼ା ହେଉଥିଲା ଦେଖି। ଏଇ ତ ଅଛି ଫୁଲ ଅଛି ଡବାଟା। ବିରି କଢ଼ା ହେଲା। ଆଜି ପୁଣି ଥରେ ରଗଡ଼ା ହେବ। ବିରି ନାହିଁ ସରିଗଲାଣି ରଗଡ଼ା ବିରି। ତାକୁ ରଗଡ଼ିବା ପାଇଁ ବୋଉନା କାଢ଼ିଲେ। ଛତୁ ଆସିଛି। ଛତୁ ତରକାରୀ ହେବ। ଛତୁ କିଣିକି ଆସିଲା। ଏଇ ଯେ ବିରି ଏଇଠି ଶୁଖିଆ ହେଇଛି। ଶୁଖାଇ ଦେଲେ ଟିକେ ରଗଡ଼ି ଦେବାକୁ ଭଲ ହେବ। ବିରିଟା ଶୁଖିଆ ହେଇଛି। ଖଡ଼ିକା ତ ଓଦା ହେଇଯାଇଥିଲା ତାକୁ ଶୁଖିଆ ହେଇଛି। ବର୍ଷା ହେଇକି ଓଦା ହେଇଗଲା। ଖଡ଼ିକା ମିଛା ହେଇକି ଥୋଇଦେଲା। ବିରି ତକ ରଗଡ଼ା ହେବ ପୁଣି ଆଜି। ଛତୁରେ ଗୁଣ୍ଡ ଅଛି ବହୁତ। ଛତୁ ତରକାରୀ ପାଇଁ ଟିକେ ଫୁଟି ଯାଇଛି। ଛତୁ ଆଜି ଆସିଥିଲା। ଛତୁ ମୁଁ ବାଛି ଦେଇଛି ଏଠି ତରକାରୀ ପାଇଁକା। ଛତୁ ବଛା ହେଇଛି। ହଳଦୀ ପାଣିରେ ବାଛିକି ଥୋଇ ଦେଇଛି ଛତୁ। ଏପଟେ ବୋଉ କ'ଣ କରୁଛନ୍ତି? ବୋଉ ହେଲା ବିରି ରଗଡ଼ୁଛନ୍ତି। ବିରି ନାହିଁ ବୋଲି ଆଉ ପିଠା ପାଇଁକା ସେଥିଲାଗି ବୋଉ ଆଜି ବିରି ରଗଡ଼ୁଛନ୍ତି। ଯେଉଁ ବିରି ରଗଡ଼ିଥିଲେ ଯେଉଁ ତେଲ ମରା ହେଇକି ଶୁଖା ହେଇଯାଇଥିଲା ସେ ଯେଉଁ ଚୋପା ଛଡ଼ି ଯାଇଥିଲା ସେକୁ ସରିଯାଇଛି ବିରି। ଆଉ ଯେଉଁଟା ଆଜି ପୁଣି ରଗଡ଼ା ଆରମ୍ଭ ହେଇଗଲା। ରଗଡ଼ିକି ତାକୁ ଆଜି ଖରା ହେଉଛି ନା ବହୁତ ଜୋରରେ ଖରା। ଦେଖନ୍ତୁ ଆଜି କେତେ ଜୋରରେ ଖରା ହେଉଛି। ଖରା ହେଉଛି ସେଥିଲାଗି କହିଲେ ଆଉ ଯେଉଁଟେ ବିରି ରଗଡ଼ିକି ଶୁଖେଇଦେବା ଖରାରେ। ଆଉ ଖରାରେ ଶୁଖେଇଦେଲେ 4ଟା ବେଳକୁ କୁଟା ହେବ। ଆଉ ଖରାରେ ଖରା ଆଜି ହେଉଛି ନା କେତେ ଜୋରରେ। ଆଜି ଗୋଟା ପଡ଼ିନି ତାକୁ। ଏମିତି ପୁରା ଫାଳା ଫାଳା ହେଇଛି। ଶୁଖିଲା ଫାଳେ ଫାଳେ ହେବନି। ଏବେ ଶୁଖିଆ ହେଇଗଲା। ଗୋଟା ବିରିକି ଟିକେ ଖରା ଦିଆ ହେଇଗଲା। ସେ ପୁରା ଫାଳା ଫାଳା ହେଉଛି ବିରି ପୁରା। ଶୁଖେଇ ଦେଲେ ସେ ଟିକେ ଫାଳ ଫାଳ ହେଇଯିବ। ଆଉ କୁଟିଲା ବେଳେ ଗୁଣ୍ଡ ବି ହେଉନି। ଆପଣମାନେ କହୁଛନ୍ତି ଯେ କୁଟିଲା ବେଳେ ଗୁଣ୍ଡ ହେଇଯିବ। ହେମଦସ୍ତାରେ କୁଟିଲା ବେଳେ କାହିଁ ଗୁଣ୍ଡ ହେବ? ଆପଣମାନେ ଟିକେ ପରୀକ୍ଷା କରିକି ଦେଖନ୍ତୁ ତ। କେବେ ବି ଗୁଣ୍ଡ ହେବନି ବିରି। ବିରି ରଗଡ଼ା ଚାଲିଛି। ଆହୁରି ଏତକ ଅଛି। ବିରିଟା ରଗଡ଼ା ହେଇଯିବ। ଇଏ ଅଳ୍ପ ସମୟ ଖରା ଖାଇଗଲେ ବି କୁଟି ହେଇଯାଉଛି ବା ହେମଦସ୍ତାରେ ଯେଉଁ ନା। ଖରା ଖାଇବା ତେଲ ମାରିଦେବା ଶୁଖିଗଲା ପୁଣି।
ସରିଯାଇଛି ବିରି ରଗଡ଼ା। ବିରି ରଗଡ଼ା ହେଇଗଲା, ସରିଗଲା। ପାଛୁଡ଼ି ଦେବେ ବୋଉ ଆଉ। ଦେଖନ୍ତୁ ଘୋରଣା ଅଛି ବୋଲି କେତେ ସାହାଯ୍ୟରେ ଲାଗୁଛି, କେତେ କାମରେ ଲାଗୁଛି। ବିରିଟା ରଗଡ଼ିବାକୁ ବହୁତ ସୁବିଧା ହେଉଛି। ଆଉ ବି ପିଠା ପାଇଁ ବି ଚାଉଳ ରଗଡ଼ିବାକୁ ହେଲେ ଚାଉଳ ଯେଉଁ ବତୁଳା ହେଇଥିବ, ଘୋରଣାରେ ବି ରଗଡ଼ା ହେଇଯାଉଛି ଚାଉଳ, ମାନେ ଚୁରା ହେଇଯାଉଛି ଚାଉଳ, ଚୁରା ହେଇଯାଉଛି ବତୁଳା ଚାଉଳ, ଅରୁଆ ଚାଉଳ ପିଠା ପାଇଁକା। ଘୋରଣାଟା କେତେ ବହୁତ କାମରେ ଲାଗୁଛି। ବୋଉ ଗୋଟେ ପାଛୁଡ଼ିଲେ, ପାଛୁଡ଼ା ଯାଉଛି। ପାଛୁଡ଼ି ଦେଲେ ତାକୁ କିଛିଟା ତେଲ ମରା ହେବ, ଆଉ ତେଲ ମରା ହେଇ ଶୁଖା ହେବ। ବହୁତ ସୁନ୍ଦର ଭାବରେ ପାଛୁଡ଼ି ଦେଉଛନ୍ତି। ବିରି ଅଧେ ରହିଲା, କ'ଣ ପାଇଁ ରହିଲା ନା କ'ଣ ପାଇଁ ରହିଲା ବିରି ତକ? ଓଷା ପୁର୍ଣିମା ହେଲେ ସେ ଇଏ ପାଣିରେ ବତୁଳା ହେଇକିରି ପିଠା ହବ ଆଉ। ଓଷା ହେଲେ ତେଲ ମାରିଲେ ଲାଗୁ ହବନି, ପୂଜା ପାଇଁକା। ଇଏ ଖାଇବା ପାଇଁ ତେଲ ମାରିକି ହାଣ୍ଡି କରିଦେଲେ ଆମ ବ୍ୟସ୍ତରେ ଖାଇବ ଆଉ। ପ୍ରାୟତଃ ପିଠା ହେଉଛି ନା, ପ୍ରାୟ ବି ଆପଣମାନେ ବି ପିଠା କରୁଥିବେ, ଘରେ ପିଠା କରୁଥିବେ, ତାପରେ ବରା ବି ଛାଣୁଥିବେ। ଆପଣମାନଙ୍କୁ ବହୁତ ସୁବିଧା ହେବ ନା, ଏମିତି ତେଲ ମାରିକି ଶୁଖେଇଲେ, ତେଲ ମାରିକି ରଖିଦେଲେ ଆପଣମାନଙ୍କୁ ବହୁତ ସୁବିଧା ହେବ। ମାନେ କେତେବେଳେ ଗୋଟେ ସାଙ୍ଗେ ସାଙ୍ଗେ ବି ପକେଇକି ବିରିଟାକୁ ବତୁଳେଇକି ବି ପିଠା କରିପାରିବେ ବି। ହଁ, ସେଇନା ହେଇପାରିବ। ଆଉ ବିରିଟାକୁ ବତୁଳାଅ, ପୁଣି ଚୋପା ଛଡ଼ାଅ, ସେଠି ବହୁତ ଟାଇମ୍ ଲାଗିବ ନା ନାହିଁ। ଏମିତି ହିଁ କରିଦେଲେ, ବରା ଛାଣୁଛନ୍ତି ରାତିରେ, କ'ଣ ହଠାତ୍ ମନେ ପଡ଼ିଲା କି କୁଣିଆ ଆସିଲେ କି କ'ଣ ହେଲେ ବରା ଛାଣିବ, ବରା ଛାଣିଦେବ, ସାଙ୍ଗେ ସାଙ୍ଗେ ବିରିଟା ପକେଇ ଦେଇକି ସାଙ୍ଗେ ସାଙ୍ଗେ ଛାଣିଦେବ। ବତୁଳେଇ ଦେଇକିରି ବତୁଳିବ, ବିରି ଗ୍ରାଇଣ୍ଡିଙ୍ଗ କରିଦେଇକିରି ବାଟି ଦେଇକିରି ପିଠା କରିବେ ନା ନାହିଁ। ପିଠା କରନ୍ତୁ, ବରା ଛାଣନ୍ତୁ, ଯାହା କରନ୍ତୁ, ଏଇଟା ସୁବିଧା ନା, ବହୁତ ସୁବିଧା ହେଇଛି। ପୂଜା ପାଇଁ ଏମିତି ରଖିଦେବେ, ରଗଡ଼ିକି ବିରି ରଗଡ଼ି ଦେବେ, ରଖିଦେବେ ପୂଜା ପାଇଁକା କିଛିଟା। ଇଏ ରଖା ହେଲା ଏଇ ପୂଜା ପାଇଁକା। ଇଏ ନାଇଁ, ରିଫାଇନ୍ ତେଲ ପୂଜା ହେଇବ ନା, ପୂଜା ହେଇନି। ଦେଖନ୍ତୁ ଆଜି ରାତିକି ଟିକେ ପିଠା କରିବାର ଅଛି ନା, ସେଥିଲାଗି ଅଳ୍ପ ଆଜି କରିଦେଲେ, ଆଉ ଅଧେ ରହିଲା ପୂଜା ପାଇଁକା। ଏମିତି ବି ଆପଣମାନେ ବି କରିପାରିବେ, ରଗଡ଼ିକି ରଖିଦେବେ ବି ପୂଜା ପାଇଁକା। ଇଏ ଆକୁ ଗୁଣ୍ଡ କରିସାରିଲଣି? ନାଇଁ, ତାକୁ ହେଇନି ଟି? ମୋତେ ଟିକେ ଦौड़ ମୁଣ୍ଡି ଗୁଣ୍ଡ ହେଇଯିବ, ହେଇଯିବ, ହବନି? ଗୁଣ୍ଡ ହେଇଯିବ, ହାତରେ ହବନି, ଗୁଣ୍ଡ ହେଇଯିବ। ମୋ ହାତରେ ଗୁଣ୍ଡ ହେଇଯିବ? ତମେ କ'ଣ ମୁଁ ତା କାଇଦାରେ ଇଏ କରୁଛି ନା ଆଉ। ମୁଁ ଫୁଲେଇ ଗୁଣ୍ଡ ହେଇଯିବ? ଚୁନା କଲା ଭଳିଆ ହେଇଯିବ, ଗୁଣ୍ଡ ହେଇଯିବ, ସେ ଗଲା ଯିବ। ମୁଁ କଲେ ଗୁଣ୍ଡ ହେଇଯିବ, ସିଏ ମୋତେ ଦେଉନାହାନ୍ତି ଗୁଣ୍ଡ କରିବାକୁ। ହେଲେ କି ମୋ ଗୋଟେ ତା କାଇଦାରେ ଇଏ କରୁଛି ଆଉ। ତାଙ୍କ କାଇଦାରେ ସେ କରୁଛନ୍ତି, କୁଟୁଛନ୍ତି। ଏତକ ଚୁନା ବାହାର କରିଦେଇଛନ୍ତି, ହେଇଛି ଗୋଟେ ଥର କୁଟି ଦେଇଛନ୍ତି। ଏଥର ଗୋଟାରେ ସେ ବାହାର କରିଛି ସେଟାକୁ ଆଉ। ବହୁତ ଲେଖା ହେଇଯାଏ ବୋଲି ସେ ପୁଳେ ଲେଖା ଥୁଆ ହେଇଛି, ସରିଯାଇଛି ଆଉ। ତଥାପି ବେଶୀ ଖରା ଖାଇନି, ମେଘ ହେଇଛି ଆଉ। ବର୍ଷା ତ ଗୋଟେ ଖରା ଦେଇ ତଥାପି ସେଥିରେ ତାତିକିରି ହେଇଯାଇଛି ନା, ସେଇଥିରେ ଉଷୁମରେ ତଥାପି ହେଇଯାଇଛି। ସେ କେତେ ସୁନ୍ଦର ଭାବରେ ଚୋପା ବାହାରି ପଡ଼ୁଛି। ଗୋଟିଏ ଗୁଣ୍ଡା ହେଇନି ବିରି ଯେ, ବିରି ଗୋଟିଏ ଗୁଣ୍ଡା ହେଇନି। ଗୁଣ୍ଡା ହେଇନି ନା, ବଢ଼ିଆ ଛୋଟ ଛୋଟ ସିଏ ଗୋଟା ଗୋଟା ହେଇକି, ଟୋଟାଲି ଗୁଣ୍ଡ ହେଇନି, ଗୁଣ୍ଡ ହେଇନି ଟୋଟାଲି। ଏତକ ହେଇଗଲା ତାହେଲେ ନା। ଏଇ ଯେଉଁ ଆଡ଼ିକି ଗୋଟା ଗୋଟା ଅଛି, ଗୋଟେ ଗୋଟେ ଆଉ ଏଥର ପୁରା ଆହୁରି ଗୋଟା ଗୋଟା ପୁରା ବାହାରିଛି। ଗୋଟା ବହି କହିଲା ତ ଘରଣାରେ ତାକୁ ବୁଣେଇ ଦେଲେ ସେଇଟା ବାହାର ନାହିଁ, ଗୋଟା ନାହିଁ ଟୋଟାଲି, ଗୁଣ୍ଡ ବି ହେଇନି, ଜମାରୁ ଗୁଣ୍ଡ ହେଇନି।